ହଁ ଶ୍ରୋତା ବନ୍ଧୁ, ଆପଣଙ୍କ ପାଇଁ ପଦେ ଅଧେ ମୁଁ ମୋର ନିଜର ମନ୍ତବ୍ୟ ରଖିବି ଏଇଥିପାଇଁ। ଆଜିର ସରକାର ଆମକୁ ସବୁବେଳେ ୱାଦା ଦେଉଛନ୍ତି, ହମ୍ ତୁମାରେ ସାଥ ହେ, ତୁମ ହମାରେ ସାଥ ହୋ। କିନ୍ତୁ ବର୍ତ୍ତମାନ ସମାଜର ପରିସ୍ଥିତି ଯାହା, ଚିନ୍ତା କରନ୍ତୁ, ଯେଉଁ ପିତାମାତାଙ୍କର 2-3 ଜଣ ଝିଅ ଥିବେ, ସୁନା ଦର ଯଦି 1,70,000 ହୁଏ, ମଧ୍ୟବିତ୍ତ ପରିବାରର ବାପା ମା କ'ଣ ଏ ପରିସ୍ଥିତିକୁ ସାମ୍ନା କରି ଚାଲିପାରିବେ ତ? ଆପଣ ଯଦି 1-2 ଜଣ ଭଉଣୀର ଭାଇ ହୁଅନ୍ତି, ଏ ସମାଜରେ ଆପଣ ମୁଣ୍ଡ ଟେକି ଚାଲିପାରିବେ ତ? ଏ ଚିନ୍ତାଧାରା ସରକାରଙ୍କ ମଥାକୁ ଢୁକୁନି। ସରକାର ଚାହିଁଲେ ବା ଏଥିପ୍ରତି ଆମେ ଯଦି ସଜାଗ ହେବୁ, ନିଶ୍ଚିନ୍ତ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ହୋଇପାରିବ। ଯଦି ଆପଣଙ୍କୁ ଉକ୍ତିଟି ଭଲ ଲାଗିଥାଏ, ଅନ୍ୟ କାହାକୁ ସେୟାର କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ।